ଭାଗବତ ଟୁଙ୍ଗିର ବାରଣ୍ଡାରେ ବସିଛନ୍ତି ସୁରଞ୍ଜନ। ଯିଏ ଯାହା ବାଟରେ ଚାଲିଗଲେଣି ସବୁ। ଘରକୁ ଯିବାକୁ ଇଚ୍ଛା ନାହିଁ ତାଙ୍କର। ଘରକୁ ଗଲେ ଏବେ ପୁଣି ସେଇ ଆଲୋଚନା, ବୋଉର ପୁଣି ସେଇ ଜିଦ୍, ଆଉ ଅନୁପମାଙ୍କର ସେଇ ଶୁଖିଲା ହତାଶିଆ ଆଉ ବିକଳିଆ ଚାହାଣୀ। ଏସବୁ ଭିତରେ ପେଶି ହୋଇଗଲେଣି ସିଏ ଏଇ କିଛି ଦିନ ଭିତରେ। କାହା ମୋହ ରଖିବେ ଆଉ କାହା ମୋହ ତୁଟାଇବେ। ଏଣୁ ମାରିଲେ ବମ ହତ୍ୟା ଆଉ ସେଣୁ ମାରିଲେ ଗୋ ହତ୍ୟା। କିନ୍ତୁ ଘରକୁ ତ ଫେରିବାକୁ ପଡ଼ିବ, ଆଉ କିଛି ଉପାୟ ନାହିଁ। ସୁରଞ୍ଜନଙ୍କ ବାପା ଶଙ୍କର୍ଷଣ ଚୌଧୁରୀ ଥିଲେ ଜମିଦାରିଆ ଲୋକ। ବାଟି ବାଟି ସମ୍ପତ୍ତି ଥିଲା ତାଙ୍କ ହାତରେ। ବଞ୍ଚିଥିଲା ବେଳେ ଜମିଦାର ଠାଣିରେ ଖର୍ଚ୍ଚ ବାଚ ଦାନ ଧର୍ମ କରି ବହୁତ ସମ୍ପତ୍ତି ଉଡ଼ାଇଛନ୍ତି। ଆଉ ଯାହା ଥିଲା ସବୁ ଭାଇ ଭାଗ ବଣ୍ଟାରରେ ଯାଇଛି। ଏବେ ଯେତିକି ବଞ୍ଚିଛି ତାହା ସମୁଦ୍ରରୁ ଶଙ୍ଖେ। ମଲାବେଳେ ସେତିକ ବି ଶଙ୍କର୍ଷଣ ଚୌଧୁରୀ ନିଜ ଧର୍ମପତ୍ନୀ କମଳା ଦେବୀଙ୍କ ହାତରେ ଦାୟିତ୍ୱରେ ଦେଇ କହିଥିଲେ, ଯାହା ଯାଇଛି ଯାଇଛି, ଆଉ ଯାହା ଅଛି ସବୁ ତୁମକୁ ଲାଗିଲା। ମୋ ବାପା ଗୋସେଇ ବାପା ଅମଳର ଭିଟାମାଟି ଯେମିତି ଭଗାରିଙ୍କ ହାତକୁ ନ ଯାଏ। ଘରର ଜ୍ୟେଷ୍ଠ ପୁତ୍ର ବୋଲି ଜ୍ୟେଷ୍ଠ ଭାଗ ହିସାବରେ ଏ ଘରଟି ମୁଁ ଉତ୍ତରାଧିକାରୀ ସୂତ୍ରରେ ପାଇଛି। ଶଙ୍କର୍ଷଣ ଚୌଧୁରୀ ମଲା ବେଳକୁ ସୁରଞ୍ଜନର ବୟସ ମୋଟେ 13 ବର୍ଷ ଥିଲା। କମଳା ଦେବୀ ଘର ବାହାରେ ଆଉ ଛୁଆର ପାଠପଢ଼ା ସବୁ ବୁଝି ଆସିଛନ୍ତି ଆଜି ଯାଏଁ। ସେଦିନର ସେ ଜମିଦାର ଆଟେ ଜମିଦାରୀ ଥଟ୍ଟା ଆଉ ନାହିଁ। କିନ୍ତୁ ନିଜ ଦାୟିତ୍ୱରେ କେବେ ପଛଘୁଞ୍ଚା ଦେଇନାହାନ୍ତି କମଳା ଦେବୀ। ସେଥିପାଇଁ କୌଣସି ଦିନ ମାତୃ ଆଜ୍ଞାକୁ ଅବଜ୍ଞା କରିପାରନ୍ତି ନାହିଁ ସୁରଞ୍ଜନ। ସୁରଞ୍ଜନର ବାହାଘର ପରେ ବୋହୂ ଅନୁପମା ହାତରେ ଘର ଦାୟିତ୍ୱ ଦେଇ କିଛି ମାତ୍ରାରେ ନିଶ୍ଚିତ ହୋଇଥିଲେ କମଳା ଦେବୀ। ଯେଉଁଦିନ ଜାଣିଲେ ତାଙ୍କର ଆଗାମୀ ବଂଶଧର ଆଉ କେତୋଟା ମାସ ପରେ ତାଙ୍କ ଅଗଣାରେ ପାଦ ଦେବାକୁ ଯାଉଛି, ସେଦିନ ଆଉ ତଳେ ପାଦ ପଡ଼ିଲାନି। ଖୁସିରେ ଅନୁପମାକୁ ଆଉ କୁଟା ଖଣ୍ଡକ ବି ଖଣ୍ଡ କରିବାକୁ ଦେଇ ନଥିଲେ କମଳା ଦେବୀ। ଆୟୋଜନ ଆରମ୍ଭ କରିଦେଇଥିଲେ କମଳା ଦେବୀ। ନାତି ପାଇଁ ସୁନାର ଖଡ଼ୁ, ଚେନ୍, ମୁଦି, ଅଣ୍ଟା ବିଛା ସବୁ ଦରଦ ଦେଇ ତିଆରି କରାଇ ଆଣିଲେ। କେବେଠାରୁ ସାଇତି ରଖିଥିବା ଗୋଟିଏ ବାଘ ନଖରେ ସୁନାର ପାତମାନ ବସାଇ ସୁନ୍ଦର ପଦକଟିଏ ମଧ୍ୟ ତିଆରି କରିଥିଲେ ନାତି ପାଇଁ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ଅନୁପମାଙ୍କର ପୁଅଟିଏ ନାହିଁ ଝିଅଟିଏ ହେଲା। ସବୁ ସରାଗ ପାଣି ଫଟକା ପରି ମିଳେଇ ଗଲା କମଳା ଦେବୀଙ୍କର। ସବୁ ଆୟୋଜନ ପାଣିରେ ପଡ଼ିଗଲା ପରି ଲାଗିଲା ତାଙ୍କୁ। ସୁରଞ୍ଜନଙ୍କର ବି ମନରେ ସରାଗ ନାହିଁ। ଯେଉଁଠି ବସିଲେ ଚୁପଚାପ, ଆଗ ପରି ନାହିଁ କଥାବାର୍ତ୍ତାରେ। ଏମିତିରେ ଚାଲିଲା କିଛି ଦିନ। କମଳା ଦେବୀ ଅନୁପମାକୁ ପାଖରେ ବସି ବୁଝାଇଲେ ଗୋଟେ ଦିନ। କହିଲେ, ଶୁଣ ମା, ମୋ ବାହାଘରର କେତେ ବର୍ଷ ଯାଏଁ ବି ପିଲାପିଲି କିଛି ହେଲାନି ମୋର। ଡକ୍ଟର ଔଷଧ ଆଉ ଟୁଣୁକା ଟୁଣିକି କିଛି କାମ କଲାନି। ଆଉ ପିଲାଛୁଆ ହେବନି ଭାବି ତୋ ଗୋସେଇଁ ଶାଶୁ ତୋ ଶ୍ୱଶୁରଙ୍କୁ ଆଉ ଥରେ ବାହା କରିବା ପାଇଁ ବାହାରିଥିଲେ। ତାପରେ ମୁଁ ମା ମଙ୍ଗଳାଙ୍କ ବ୍ରତ ରଖିଥିଲି। ମାଙ୍କ ଦୟାରୁ ବାହାଘର 5 ବର୍ଷ ପରେ ସୁରର ଜନ୍ମ ହେଲା। ସେଇ ମା ମଙ୍ଗଳା ତୋତେ ସାହା ହେବେ। ତୁ ତାଙ୍କରି ବ୍ରତ ରଖେ। ଦେଖିବୁ ଆଉ ଆରଥରକୁ ନିଶ୍ଚୟ ତୋର କୋଳରେ ପୁଅଟିଏ ଦେବେ ମା। ଝିଅ ତ ପର ଘରକୁ ଚାଲିଯିବ। ପୁଅଟିଏ ନଥିଲେ ପୂର୍ବପୁରୁଷକୁ ଏ ଭିଟା ମାଟିକୁ ବଞ୍ଚେଇ ରଖିବ କିଏ? ମୋର କୋଉ 6ଟା ନା 9ଟା, ସୁର ତ ଗୋଟିଏ ବୋଲି ପୁଅ। ସବୁ ଆଶା ମୋର ତାରି ପାଖରୁ। ଚୁପଚାପ ପଥର ପରି ବସିଥିଲେ ଅନୁପମା ଶାଶୁଙ୍କ କଥାରେ କିଛି ଉତ୍ତର ନ ଦେଇ। ସୁରଞ୍ଜନ କହିଲେ, ଏଇଟା ଆଉ ସମ୍ଭବ ନୁହେଁ ବୋଉ। ଝିଅ ଜନ୍ମ ବେଳେ କେତେ ଗୁଡ଼ିଏ ଅସୁବିଧା ପାଇଁ ଅନୁପମାର ଗର୍ଭାଶୟକୁ କାଢ଼ି ଦିଆଯାଇଛି। ନହେଲେ ତାର ଜୀବନ ପ୍ରତି ବିପଦ ଥିଲା। ତତେ ଜଣାଇବା ପାଇଁ ସାହସ ଜୁଟାଇ ପାରୁନଥିଲି ଆଜି ଯାଏଁ। ପାଦ ତଳୁ ମାଟି ଖସିଗଲା କମଳା ଦେବୀଙ୍କର। ଏ ଚୌଧୁରୀ ବଂଶ ଉପରେ କାହିଁକି ଏମିତି କୋପ କଲେ ଭଗବାନ? ଏ ବଂଶ ଆଗକୁ ବଢ଼ିବ କେମିତି? ମୋ କୁଳ ଦେବତା କ'ଣ ଅପୂଜା ରହିଯିବେ? ମୋ ପିତୃପୁରୁଷଙ୍କୁ ପିଣ୍ଡ କିଏ ପଡ଼େଇବ? ଝିଅ ତ ବାହା ହୋଇ ପରଗୋତ୍ରୀ ହୋଇଯିବ। ଆଉ ସୁର ପରେ ଏ ଦିହର କ'ଣ ବିଲୁଆ କୁକୁର ଡେଇଁବେ? ନା ନା ନା, ମୁଁ ବଞ୍ଚି ଥାଉ ଥାଉ ତା ହେବାକୁ ଦେବିନି। ତା ପରଠାରୁ କମଳା ଦେବୀଙ୍କର ଦିନ ରାତି ଗୋଟିଏ ଜିଦ୍। ସୁର ଆଉ ଥରେ ବାହା ହଉ। ପୁଅଟିଏ ନଥିବାର ଅବାବଦେ ଯେ ବେଳେବେଳେ ସୁରଞ୍ଜନକୁ ଉଦାସ ନ କରିଦିଏ ସେ କଥା ନୁହେଁ। କିନ୍ତୁ ଅନୁପମାଙ୍କ ପ୍ରତି ଅନ୍ୟାୟ କରିବା ପାଇଁ ବିବେକ ବାଧା ଦିଏ ତାଙ୍କୁ। ଅନୁପମା ବି ଅନୁଭବ କରନ୍ତି ଯେ କୋଉଠି ନା କେଉଁଠି ସୁରଞ୍ଜନଙ୍କ ମନରେ ନିଭୃତ କୋଣରେ ଦୁଃଖ ରହିଯାଇଛି ଟିକେ। କିନ୍ତୁ ସେ ଦୁଃଖ ଦୂରେଇବା ପାଇଁ ସେ ଅସମର୍ଥ।
ଘର ଅପେକ୍ଷା ଗାଁ ମଝିରେ ଥିବା ଭାଗବତ ଟୁଙ୍ଗିଟା ଆଜିକାଲି ବେଶୀ ଶାନ୍ତିପଦ ଲାଗେ ସୁରଞ୍ଜନକୁ। ରାତି ବହୁତ ହେଲାଣି, ଘରକୁ ଯିବାକୁ ପଡ଼ିବ ଏବେ। ବସିବା ଜାଗାରୁ ଉଠିଲେ ସୁରଞ୍ଜନ। ଘରେ ପହଞ୍ଚି ଗୋଡ଼ ହାତ ଧୋଇ ଖାଇବାକୁ ବସିଛନ୍ତି। ପାଖରେ ଆସି ବସିଲେ କମଳା ଦେବୀ। ତୁ କ'ଣ ଚିନ୍ତା କଲୁ ସୁର? ସୁରଞ୍ଜନ କିନ୍ତୁ ସମ୍ପୂର୍ଣ୍ଣ ରୂପେ ନୀରବ। ଚୁପ୍ ରହି ତୁ କ'ଣ ଜଣାଇବାକୁ ଚାହୁଁଛୁ ମୋତେ? ତୁ କ'ଣ ଚାହୁଁଛୁ ତୋ ପରେ ଏ ବଂଶର ଉତ୍ତରଦାୟୀ ଭାବେ ଏ ଘରେ କେହି ନ ରହନ୍ତୁ ବୋଲି? କି ଉତ୍ତର ଦେବି ମୁଁ ତୋତେ? ବାପାଙ୍କର ଦିବ୍ୟଗତ ଆତ୍ମାକୁ। କିନ୍ତୁ ବୋଉ, କିଛି ଶୁଣିବିନି ମୁଁ। ଆସନ୍ତା ତିଥିରେ ତୋର ବାହାଘର ହେବ। ଝିଅ ମୁଁ ଠିକ୍ କରି ସାରିଛି। ଅନୁପମା ଏ ଘରରେ ଯେମିତି ରହୁଛି ସେମିତି ରହିବ। କେହି ତା ଅଧିକାରରେ ହସ୍ତକ୍ଷେପ କରିବନି। ଆଉ ଯଦି ତୁ ମୋ କଥାରେ ରାଜି ନ ହେଉ, ତାହେଲେ ମୁଁ ଆଜିଠାରୁ ଠାକୁରଙ୍କ ପାଖରେ ନିର୍ଜଳା ଉପବାସ ରହି ଅଧିଆ ପଡ଼ିବି। ପ୍ରାଣତ୍ୟାଗ କରିବା ଯାଏଁ। ନିର୍ଦ୍ଦିଷ୍ଟ ତିଥିରେ ବାହାଘର ସରିଗଲା ସୁରଞ୍ଜନଙ୍କର ସରଳତାଙ୍କ ସହିତ। ବାହାଘରର ମାତ୍ର 2 ବର୍ଷରେ 4 ମାସର ଛୁଆକୁ କୋଳରେ ଧରି ଅଲଗା ରହିବାକୁ ପଡ଼ିଲା ଅନୁପମାଙ୍କୁ। ସେ ଆଗପରି ଘରର ସବୁ କାମ କରୁଥିଲେ, ଖାଉଥିଲେ, ଶୋଉଥିଲେ। କିନ୍ତୁ ଗୋଟିଏ ନାରୀର ଅଧିକାର କ'ଣ ଏତିକିରେ ସୀମିତ? ଗୋଟିଏ ନାରୀର ସିନ୍ଦୁରର 2 ଭାଗ ହୋଇଯିବାଟା ଯେ କେତେ କଷ୍ଟଦାୟକ, ସେ କଷ୍ଟ ତାଙ୍କର କେହି ବୁଝିଲେନି। ତାଙ୍କ ଅନ୍ତରର ଦୁଃଖକୁ କେହି ଦେଖିପାରିଲେନି। ଧୀରେ ଧୀରେ ସୁରଞ୍ଜନ ଆଉ ଅନୁପମାଙ୍କ ଭିତରେ ଦୂରତା ଏତେ ବଢ଼ିଗଲା ଯେ ଅନୁପମାକୁ ଲାଗେ ସୁରଞ୍ଜନ ତାଙ୍କ ପାଇଁ ଗୋଟେ ପରପୁରୁଷ, ଗୋଟେ ଅପରିଚିତ ମଣିଷ। ଏ କ'ଣ ସେଇ ସୁରଞ୍ଜନ ଯାହାଙ୍କ ଔରସରେ ସନ୍ତାନକୁ ସେ କୋଳରେ ଧରିଛନ୍ତି? ଭାବିଲେ ଆଶ୍ଚର୍ଯ୍ୟ ଲାଗେ ତାଙ୍କୁ। କାନ୍ଦି କାନ୍ଦି ରାତିରେ ତକିଆ ଭିଜେଇ ଦିଅନ୍ତି ଅନୁପମା। ଦିନକୁ ଦିନ ଅସହାୟ ହୋଇଉଠେ ସମସ୍ତଙ୍କ ଅବହେଳା ଆଉ ଅଣଦେଖା ତାଙ୍କ ପାଇଁ। ସେ କ'ଣ ଖାଲି ଖଣ୍ଡିଏ ଖାଇବା ପାଇଁ ପଡ଼ି ରହିଛନ୍ତି? ଏ ଘରେ ସେ କିଏ? ତାଙ୍କର ଅସୁସ୍ଥ କ'ଣ? 5 ବର୍ଷରେ 3ଟି ପୁତ୍ର। ସନ୍ତାନର ଜନନୀ ହୋଇ ଗର୍ଭରେ ଫାଟି ପଡ଼ୁଥିଲେ ଚାରୁଲତା। ଶାଶୁଙ୍କର ସବୁ ସ୍ନେହ ଆଶୀର୍ବାଦ ଅଜାଡ଼ି ହୋଇ ପଡ଼ୁଥିଲା ଚାରୁଲତାଙ୍କ ଆଉ ତାଙ୍କ ପୁତ୍ରମାନଙ୍କ ଉପରେ। ଅନୁପମା ଯେମିତି ସେ ଘରେ ଗୋଟିଏ ଆଲୋଡ଼ା ବସ୍ତୁ। ଦିନେ ସକାଳୁ କମଳା ଦେବୀ ଉଠି ଦେଖିଲେ ଦାଣ୍ଡ ଦୁଆରେ ଖରାକ ହୋଇନି। ବାସି ପାଇଟି ସେମିତି ପଡ଼ିଛି ସବୁ। ଅନୁ କ'ଣ ଆଜି ଉଠିନି କି? ଆଉଜା ହୋଇଥିବା ଘର ଦରଜାକୁ ଠେଲି ଘର ଭିତରେ ପଶି ଦେଖିଲେ 4 ଚଉଡ଼ା ହୋଇଥିବା କାଗଜ ଖଣ୍ଡିଏ ସୁରଞ୍ଜନଙ୍କ ଉଦ୍ଦେଶ୍ୟରେ। କାଗଜ ଖୋଲି ପଢ଼ିଲେ। ମୁଁ ଜାଣେ ତୁମେ ବହୁତ ଅଶାନ୍ତି ମୋ ଉପରେ। କି ବେଳାରେ ଏ ଘରକୁ ବୋହୂ ହୋଇ ଆସିଥିଲି କେଜାଣି କାହାକୁ ବି ଖୁସି କରିପାରିଲିନି। ବହୁତ ପ୍ରକାଶରେ ଅଶାନ୍ତି ମୋ ଉପରେ। କିନ୍ତୁ ତାଙ୍କ କଥା ମୋତେ ଯେତିକି କଷ୍ଟ ଦେଉଛି ତାଠାରୁ 1.5 ଗୁଣରେ ଅଧିକା କଷ୍ଟ ଦେଉଛି ମୋତେ ତୁମ ନୀରବତା। କେତେ ସହିବି? ମୋତେ ଲାଗୁଛି ଏ ଘରେ ମୁଁ ଗୋଟିଏ ଅଲୋଡ଼ା ବସ୍ତୁ, ଗୋଟିଏ ଅଦରକାରୀ ଜିନିଷ ପରି ଘର ଭିତରେ ଏଠି ସେଠି ପଡ଼ି ରହି ଘରର ଆବର୍ଜନା ବଢ଼ାଇବା ଅପେକ୍ଷା ମୁଁ ବରଂ ଚାଲି ଯାଉଛି ଏ ଘରରୁ ସବୁଦିନ ପାଇଁ। ଭାଗ୍ୟରେ ଥିଲେ ଏ ଜନ୍ମରେ ନିଶ୍ଚୟ ଆଉଥରେ ଦେଖାହେବ। ଅନୁପମାଙ୍କ ଉପସ୍ଥିତିରେ କାହାକୁ କିଛି ଫରକ ପଡ଼ୁନଥିଲା। ଆଉ ଏବେ ଅନୁପମାଙ୍କ ଅନୁପସ୍ଥିତିରେ ବି କେହି ଦୁଃଖୀ ହେଲେ ନାହିଁ। ହଁ, ଯାଇଥିବା କେଉଁ ବନ୍ଧୁ ଘରକୁ କେହି କଥାଟାକୁ ହାଲକା କରିଦେଲେ କମଳା ଦେବୀ। ସକାଳୁ ସକାଳୁ ଗାଁ ବସ୍ଷ୍ଟାଣ୍ଡରେ ବସ୍ରେ ଚଢ଼ି ସେ କେଉଁ ଜାଗାରେ ଓହ୍ଲାଇଲେ, ପୁଣି ସେଠି କୁଆଡ଼େ ଗଲେ କିଛି ଜଣା ନାହିଁ ଅନୁପମାକୁ। ଗୋଟେ ଲକ୍ଷ୍ୟହୀନ ଭାବରେ ଗୁଡ଼ାଏ ବାଟ ଚାଲି ଚାଲି ଆସିଲେ ଘରଠାରୁ ଦୂରକୁ। ବାହାଘର କିଛି ବର୍ଷ ହୋଇଛି ମାତ୍ର। ଶାଶୁ ଘରର ଦାଣ୍ଡ ବରାଣ୍ଡା ବି ଭଲରେ ଦେଖିନଥିଲେ ସିଏ। ଆଉ ରାସ୍ତାଘାଟ କଥା କେମିତି ବା ଜାଣିବେ? ମନ୍ଦିର ବେଢ଼ାରେ ବସିଛନ୍ତି ଅନୁପମା। ବୁଢ଼ୀଟିଏ ଆସି ପଚାରିଲା, ଆଲୋ ମା, ଏଠି ଏ କଅଁଳା ଛୁଅଟାକୁ ଧରି କାହିଁକି ବସିଛୁ? ଆଗରୁ ତତେ ତ ଏ ଗାଁରେ ମୁଁ କେବେ ଦେଖିନି। କାହା ଘରକୁ ବୁଲି ଆସିଛୁ କି? କାନ୍ଦି କାନ୍ଦି ସବୁ କଥା କହିଲେ ଅନୁପମା। କହିଲେ, ଏ କେଉଁ ଜାଗା, ମୁଁ କୁଆଡ଼େ ଯିବି, କ'ଣ କରିବି କିଛି ଜାଣିପାରୁନି ମାଉସୀ। ସବୁ ଶୁଣିସାରି ବୁଢ଼ୀ ଜଣକ ଅନୁପମାକୁ ସାନ୍ତ୍ୱନା ଦେଇ କହିଲେ, ହଉ ମା, ବ୍ୟସ୍ତ ହୁଅନା, ମୋର ବି କେହି ନାହାନ୍ତି। ବୁଢ଼ୀ ଲୋକଟିଏ ମୁଁ, କାମ ଧନ୍ଦାକୁ ପାରୁନି, ବଡ଼ ହଇରାଣ ହେଉଛି ରୋଷେଇ ଖଣ୍ଡେ ପାଇଁ। ତୁ ଚାଲ ମୋ ପାଖରେ ରହିବୁ। ଭାତ ମୁଠାଟେ ଆଉ ଶାଗ ମୁଗ ଯାହା ଖଣ୍ଡେ ଫୁଟାଇ ଦେବୁ, ସବୁଦିନ ଖାଇବି। ତୋର ମୋର ସୁଖେ ଦୁଃଖେ ଚଳିଯିବା।
ବୁଡ଼ିଗଲା ଲୋକ କୁଟାଖୁଏକୁ ଆଶ୍ରା କଲା ପରି ଟିକେ ସାହସ ପାଇଲେ ଅନୁପମା। ବୁଢ଼ୀ ସହ ଚାଲିଗଲେ ତା ଘରକୁ। ଛୋଟିଆ ଚାଳ ଛପର ଘରଟିଏ। ଘରର ଚାରିପଟେ ସୁନ୍ଦର ସୁନ୍ଦର କିଛି ଫୁଲ ଗଛ। ଅନୁପମା ଜାଣିବାକୁ ପାଇଲେ ଯେ ବୁଢ଼ୀ ମାଉସୀ ସବୁଦିନ ମନ୍ଦିରରେ ଫୁଲ ଆଉ ତୁଳସୀ ମାଳା ବିକ୍ରି କରି ଚଳନ୍ତି। ଧୀରେ ଧୀରେ ସେ ଘରକୁ ନିଜର କରିନେଲେ। ଆହୁରି ଫୁଲ ଗଛ ଆଉ ତୁଳସୀ ଗଛ ଲଗାଇଲେ। ଘରର ପଛପଟେ ପରିବା ଚାଷ ବି ଆରମ୍ଭ କରିଦେଲେ। ତାହା ସହ ତୁଳା ବଳିତା ତିଆରି କରି ମଧ୍ୟ ବୁଢ଼ୀ ମାଉସୀଙ୍କୁ ଦେଲେ ବିକ୍ରି କରିବା ପାଇଁ। ବେଶ 2 ପଇସା ରୋଜଗାର ହୋଇ ପାରିଲା 3 ପ୍ରାଣୀ ଚଳିବା ପାଇଁ। ଅନୁପମାଙ୍କର ରୂପ, ଗୁଣ, ବ୍ୟବହାର ଆଉ ଘରକଣାରୁ ବୁଦ୍ଧିରୁ ଖୁସି ହୋଇ ବୁଢ଼ୀ ମାଉସୀ କୁହନ୍ତି, କେତେ ଗୁଣର ଝିଅଟିଏ। ୟାକୁ ପୁଣି ଶାଶୁଘର ଲୋକ ଅଣଦେଖା କରି ପାରିଲେ। ଧର୍ମ ନ ସହୁ ଏ ଚୌଧୁରୀ ବଂଶକୁ। ଇତିମଧ୍ୟରେ ବିତିଗଲାଣି 15 ବର୍ଷ। ବୁଢ଼ୀ ମାଉସୀ ଚାଲିଗଲେଣି ଆରପାରିକୁ। ଅନୁପମାଙ୍କ ଝିଅ ଶେଫାଳୀ ଏବେ 21 ବର୍ଷର ପାଦ ଦେଇଛି। ଦେଖିବାକୁ ଯେମିତି ସୁନ୍ଦର, ପାଠପଢ଼ାରେ ବି ସେମିତି ବିଚକ୍ଷଣ। ହଷ୍ଟେଲରେ ରହି ଡାକ୍ତରୀ ପାଠ ପଢ଼ୁଛି। ପାଠପଢ଼ା ଆହୁରି 2 ବର୍ଷ ବାକି ଅଛି। ଅରକ୍ଷିତକୁ ଦଇବ ସାହା ପରି ସ୍କୁଲ ଶିକ୍ଷକମାନଙ୍କ ସହାୟତା ଆଉ ନିଜ ପାଉଥିବା ବୃତ୍ତି ଟଙ୍କାରେ ଏତେ ବାଟ ଆସି ପାରିଛି ଶେଫାଳୀ। ଟଙ୍କା ପଇସା ପାଇଁ ବେଶୀ କିଛି ହଇରାଣ ହେବାକୁ ପଡ଼ିନି ଅନୁପମାକୁ। ନିଜ ଦୁଃଖ କାହାଣୀକୁ ଗୋଟି ଗୋଟି କରି ସବୁ କହିଛନ୍ତି ଅନୁପମା ନିଜ ଝିଅ ଆଗରେ। ତା ପାଇଁ ଯେ ତା ମା ଏତେ କଷ୍ଟ କରିଛି, ଆଉ ଚୌଧୁରୀ ଘରର କଳବଧୂ ଏ ଚାଳ ଘରେ ରହି ଫୁଲ ବିକ୍ରି କରିଛି କେବଳ ତାଙ୍କୁ ମଣିଷ କରିବା ପାଇଁ। ଭାବିଦେଲେ ଶେଫାଳୀର ମନଟା ଭକ୍ତି, କରୁଣା ଆଉ ଦୁଃଖରେ ବିଗଳିତ ହୋଇ ଉଠେ। ସମୟର କାଳଚକ୍ରରେ ସମସ୍ତେ ବନ୍ଧା। ସେଠି କାହାରି ଇଚ୍ଛା ଅନିଚ୍ଛାର କୌଣସି ସ୍ଥାନ ନାହିଁ। ସମୟ ସହ ତାଳ ଦେଇ ଜୀବନର ଏ ଅଙ୍କା ବଙ୍କା ବନ୍ଧୁର ରାସ୍ତାକୁ ଅତିକ୍ରମ କରିବାକୁ ପଡ଼ିବ ସମସ୍ତଙ୍କୁ। ପ୍ରତ୍ୟେକଙ୍କର ଲକ୍ଷ୍ୟସ୍ଥଳୀ ସେଇ ଗୋଟିଏ। କାହା ପାଇଁ ମୃତ୍ୟୁ ତ କାହା ପାଇଁ ମୁଖ। କମଳା ଦେବୀ ଚାଲିଗଲେଣି ଆରପାରକୁ। ସୁରଞ୍ଜନଙ୍କ 3ଟି ଯାକ ପୁଅ ସହରରେ ଚାକିରି କରୁଛନ୍ତି। ଗାଁର ଚାଷବାସ ଜମି ବାଡ଼ିକୁ ନାପସନ୍ଦ କରି ଆଦରି ନେଇଛନ୍ତି। ସେମାନେ ସହରରେ ଚକାଚକରେ ସୁରଞ୍ଜନକୁ ଆକଟ। ଚାରୁଲତାଙ୍କ ମମତା ଆଉ ଚୌଧୁରୀ ବଂଶର ଭିଟାମାଟିର ମୋହ ଅଟକାଇ ପାରିନି ସେମାନଙ୍କୁ। ଶେଫାଳୀ ପାଠପଢ଼ା ସାରି ଯୋଗ ଦେଇଛି ଏକ ସରକାରୀ ଡାକ୍ତରଖାନାରେ ନିରବିଶେଷଜ୍ଞ ଭାବରେ। ତାହା ସହ କ୍ଲିନିକଟିଏ ମଧ୍ୟ ଖୋଲିଛି। ଡାକ୍ତରଖାନା ପାଖରେ ଭଲ ଘରଟିଏ ନେଇ ରହୁଛନ୍ତି ମା ଝିଅ। ଆର୍ଥିକ ଅବସ୍ଥାରେ ବି ବହୁତ ସଚ୍ଛଳତା ଆସିଛି। ଶେଫାଳୀ ଡାକ୍ତରଖାନାକୁ ଚାଲିଗଲା ପରେ ଅନୁପମା ପୁରା ଏକା ଘର ଭିତରଟାରେ। ଆଗରୁ ସିନା ବାଡ଼ି ବଗିଚା ଏସବୁ ଥିଲା। ବାଡ଼ି ବଗିଚା, ପରିବା ଚାଷ ଆଉ ଫୁଲ ବିକ୍ରି କାମରେ ଦିନଟା କଟି ଯାଉଥିଲା। ଏବେ ତ ଆଉ ସେ ଧନ୍ଦା ନାହିଁ। ଏକା ଏକା ବସିଲେ ପୁରୁଣା ଅତୀତ ସବୁ ଧସେଇ ପଶନ୍ତି ମନ ଭିତରକୁ। ବହୁତ ମନେ ପଡ଼ନ୍ତି ସୁରଞ୍ଜନ। କେମିତି ଥିବେ କେଜାଣି। ପୁଅମାନେ ବଡ଼ ବଡ଼ ହୋଇଯିବେଣି। ବାହାସାହା ହେଲେଣି କି ନା ନାହିଁ। ଚାରୁଲତା କ'ଣ ଆଉ ତାକୁ ମନେ ରଖିଥିବ? ଶାଶୁ କ'ଣ ଆଉ ଏତେ ଦିନ ବଞ୍ଚିଥିବେ? ବୋହୂ ହିସାବରେ ତାଙ୍କ ପାଇଁ କିଛି କରିପାରିଲିନି ମୁଁ। ଏ ଜନ୍ମରେ କ'ଣ ଆଉ ସୁରଞ୍ଜନଙ୍କ ସହ ଦେଖା ହେବନି ମୋର? ଦେଖିଲେ କ'ଣ ସେ ଆଉ ଚିହ୍ନି ପାରିବେ ମୋତେ? ମୋ ଝିଅଟା କ'ଣ ତା ଜନ୍ମଦାତାଙ୍କୁ ଦେଖିବାର ସୁଯୋଗ ପାଇବନି ଆଉ? ଏମିତି ବହୁତ କିଛି କଥା ଚିନ୍ତା ତାଙ୍କ ବିକଳିତ କରେ। କିନ୍ତୁ କାହାଠାରୁ କିଛି ଖବର ପାଇବାର ସୁଯୋଗ ସେ ପାଆନ୍ତି ନାହିଁ। ସବୁଦିନ ସନ୍ଧ୍ୟାବେଳେ ଠାକୁରଙ୍କୁ ଆଗରେ ହାତ ଟେକି ଦିଅନ୍ତି ସମସ୍ତଙ୍କର ସର୍ବମଙ୍ଗଳ ଉଦ୍ଦେଶ୍ୟରେ। ଚାରୁଲତା ଭୀଷଣ ଅସୁସ୍ଥ। ମୁଣ୍ଡ ବୁଲେଇ ଚେତାଶୂନ୍ୟ ହୋଇ ପଡ଼ିଛନ୍ତି ମଝିରେ ମଝିରେ। ଘରେ ଆହା ସାହା କେହି ନାହିଁ। ଏକା ସୁରଞ୍ଜନ। ପିଲାମାନେ ତ ସବୁ ବାହାରେ। ପିଲାମାନଙ୍କୁ ଅପେକ୍ଷା କଲେ ଚାରୁଲତାଙ୍କ ଜୀବନ ପ୍ରତି ବିପଦ ଆସିପାରେ। କ'ଣ କରିବେ ନ କରିବେ ଭାବି ଭାବି ଡାକ୍ତରଖାନାକୁ ନେଇ ଆସିଲେ ଚାରୁଲତାକୁ ସୁରଞ୍ଜନ। ବାହାର ବେଞ୍ଚରେ ଚାରୁଲତାଙ୍କୁ ବସେଇ ଦେଇ ଅପେକ୍ଷା କଲେ ସୁରଞ୍ଜନ ନିଜ ନମ୍ବର ପଡ଼ିବା ଯାଏଁ। ଶେଫାଳୀ ରୋଗୀ ଦେଖାରେ ବ୍ୟସ୍ତ। ସୁରଞ୍ଜନ ଭିତରକୁ ଗଲେ ଚାରୁଲତାଙ୍କୁ ନେଇ। ଶେଫାଳୀ ଉପରେ ନଜର ପଡ଼ୁ ପଡ଼ୁ କେମିତି ଗୋଟେ ମହାବିଷ୍ଟ ହୋଇଗଲେ ସୁରଞ୍ଜନ କିଛି ସମୟ ପାଇଁ। ମାଉସୀ, କ'ଣ ହୋଇଛି ତୁମର? ଶେଫାଳୀ ପଚାରିଲା ଚାରୁଲତାଙ୍କୁ। ଗୋଟି ଗୋଟି କରି ସବୁ ଅସୁବିଧା କହିଲେ ଚାରୁଲତା। ଠିକ୍ ଅଛି ମାଉସୀ, କିଛି ଟେଷ୍ଟ କରିବାକୁ ପଡ଼ିବ। ମୁଁ ପ୍ରେସ୍କ୍ରିପ୍ସନ୍ ଲେଖିଦେଉଛି। ତୁମ ନାଁଟା କ'ଣ କୁହ? ଚାରୁଲତା ଚୌଧୁରୀ।
ଚମକି ପଡ଼ିଲା ଶେଫାଳୀ। ଏ ନାଁଟା ବହୁତ ଥର ଶୁଣିଛି ତା ମାଆଙ୍କ ମୁହଁରୁ। ସଂସାରରେ ତ ଏ ନାଁରେ ବହୁତ ଲୋକ ଥିବେ, କିନ୍ତୁ ଏ ଆଉ ସେ ଚାରୁଲତା ନୁହନ୍ତି ତ? କେମିତି ଜାଣିବ ସିଏ? ଆଚ୍ଛା ମାଉସା, ଆପଣଙ୍କ ନାଁ ଟିକେ କହିବେ କି? ସୁରଞ୍ଜନ ଚୌଧୁରୀ, ଘର ପାଟଣାଗଡ଼। ଆଉ କିଛି ଅଧିକା ପରିଚୟ ଜାଣିବା ଦରକାର ନଥିଲା ଶେଫାଳୀର। ଆଖି ପୂରେଇ ଦେଖିନେଲା ତା ଜନ୍ମଦାତାଙ୍କୁ। ଆଗରୁ ମା'ଠାରୁ ଘର କଥା ଶୁଣିଲା ବେଳେ ତାର ପ୍ରବଳ ରାଗ ହୁଏ ସୁରଞ୍ଜନଙ୍କ ଉପରେ। ପ୍ରତିଶୋଧର ଭାବନା ଜାଗି ଉଠେ ମନରେ। ଆଜି ସେହି ସୁରଞ୍ଜନ ଚୌଧୁରୀ ତା ସାମ୍ନାରେ, କିନ୍ତୁ ତା ରାଗ ଅଭିମାନ ସବୁ କୁଆଡ଼େ ଉଭେଇ ଗଲା। ଇଚ୍ଛା ହେଉଛି ପାଦ ଛୁଇଁ ପ୍ରଣାମ କରିବା ପାଇଁ, ଆଶୀର୍ବାଦ ନେବା ପାଇଁ। ନା ନା, ଆଜି ନୁହେଁ। ହଠାତ୍ ଏମିତି ପରିଚୟ ଦେବାଟା ଠିକ୍ ଲାଗୁନି। ଠିକ୍ ଅଛି ମାଉସୀ, ଏ ପ୍ରେସ୍କ୍ରିପ୍ସନଟା ନିଅ, ସବୁ ଟେଷ୍ଟ କରି କାଲି ଦେଖା କରିବ। ଖୁସିରେ ଫାଟି ପଡ଼ୁଛନ୍ତି ଅନୁପମା। ଶେଫାଳୀଠାରୁ ସବୁ କଥା ଶୁଣିଲା ପରେ ଆନନ୍ଦରେ ଆତ୍ମହରା ହୋଇ ଉଠିଛନ୍ତି। ଆନନ୍ଦସୁ ବୋଲି ମାନୁଛି ଆଉ ମାନୁନି, ଆଉ ବହି ଯାଉଛି ଛାଁକୁ ଛାଁ। କେମିତି ରାତି ପାହିବ ଆଉ ସେ ସୁରଞ୍ଜନକୁ ଟିକିଏ ଦେଖିବେ। ଡାକ୍ତରଖାନାରେ ବସିଛନ୍ତି ଅନୁପମା। ସୁରଞ୍ଜନ ପହଞ୍ଚିଲେ ଚାରୁଲତାଙ୍କୁ ଧରି। ସୁରଞ୍ଜନଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ମନ ଭରି ଆଖି ପୂରେଇ ଦେଖିଥିଲେ ଅନୁପମା ତାଙ୍କର ସ୍ୱାମୀକୁ। ଭିତରରୁ ଟେଷ୍ଟ ରିପୋର୍ଟ ଧରି ଗଲେ ସୁରଞ୍ଜନ। ରିପୋର୍ଟ ଦେଖି ଦୁଃଖରେ ଭାଙ୍ଗି ପଡ଼ିଲା ଶେଫାଳୀ। ଚାରୁଲତାଙ୍କର ମେମୋରିରେ ଟିକେ ବ୍ଲକେଜ୍ ଅଛି, ଏଞ୍ଜିଓପ୍ଲାଷ୍ଟି ଦରକାର। ଆଉ କିଛି ଉପାୟ ନାହିଁ। କେମିତି ଜଣାଇବେ ସୁରଞ୍ଜନକୁ ଭାବି ଭାବି କହିଲା, ମଉସା, ଆପଣ ମାଉସୀଙ୍କୁ ଏଠି ଆଡ଼ମିଟ୍ କରିଦିଅନ୍ତୁ। ତାଙ୍କର ବ୍ରେନ୍ରେ ଟିକେ ପ୍ରୋବ୍ଲେମ୍ ଅଛି, ଅପରେସନ୍ ଦରକାର। କିଛି ଡରିବାର ନାହିଁ ମଉସା, ମାଉସୀ ଭଲ ହୋଇଯିବେ, କିନ୍ତୁ ଗୁଡ଼ାଏ ଟଙ୍କା ଲାଗିବ ଏବେ। ଅସହାୟ ହୋଇ ପଡ଼ିଲେ ସୁରଞ୍ଜନ। ପୁଅମାନଙ୍କ ପାଖକୁ ଖବର ଦିଆଗଲା। ପୁଅମାନେ ଆସି ସବୁ ଶୁଣିଲେ, କିନ୍ତୁ ଏତେ ଟଙ୍କା ଆସିବ କେଉଁଠୁ ଏତେ କମ୍ ଦିନ ଭିତରେ? ବଡ଼ ପୁଅ କହିଲା, ଏ ଘରଟା ବିକ୍ରି କରିଦେଲେ ଠିକ୍ ହେବ। ଏ କେଉଁ ପୁରୁଣା ଅମଳର ଦରଭଙ୍ଗା ଘର, ବହୁ ଦିନରୁ ମରାମତି ହୋଇନି। କାନ୍ଥରୁ ଛାତରୁ ପଲସ୍ତରା ଛାଡ଼ିଗଲାଣି। ଏ ଘର ମରାମତିରେ ଟଙ୍କା ଖର୍ଚ୍ଚ କରିବା ଅପେକ୍ଷା ଏଇଟାକୁ ବିକ୍ରି କରିଦେବା ଭଲ। ସେ ପଇସାରେ ବୋଉର ଚିକିତ୍ସା ହୋଇପାରିବ। ତାପରେ ବାପା ବୋଉ ବି ଆମ ପାଖରେ ସବୁବେଳେ ରହିପାରିବେ। ତାଙ୍କର ଆଉ ଏଠି ରହିବା ଦରକାର ନାହିଁ, କି ଆମର ବି ଆଉ ଏଠିକି ହଇରାଣ ହୋଇ ଆସିବା ଦରକାର ନାହିଁ। ଅନ୍ୟମାନେ ବି ବଡ଼ ଭାଇ କଥାରେ ସହମତ ହେଲେ। ପିଲାମାନଙ୍କ ନିଷ୍ପତ୍ତି ଶୁଣି ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଲା ପରି ସୁରଞ୍ଜନଙ୍କର। ଚୌଧୁରୀ ବଂଶରେ ଏ ଭିଟାମାଟି ବିକ୍ରି ହେବ ଆଉ କାହାକୁ? ତିନିଟା ପୁଅ ଥାଉ ଥାଉ ଏ ଡିହର ରାଜୁତି କରିବ ଆଉ କିଏ? ନା ନା, ଅସମ୍ଭବ। ଏ ଭିଟାମାଟିକୁ ବଞ୍ଚାଇବା ପାଇଁ ମୋ ବୋଉ ବାପାକୁ ମଲାବେଳେ ବଚନ ଦେଇଥିଲା। ଏ ଭିଟାମାଟି ପାଇଁ ମୁଁ ଦ୍ୱିତୀୟ ବିବାହ କରିବାକୁ ରାଜି ହେଲି। ଏହାରି ପାଇଁ ଅନୁପମା ଘର ଛାଡ଼ି ଚାଲିଗଲା। ଏ ଘର ସୁରକ୍ଷା ପାଇଁ ଦ୍ୱିତୀୟ ବିବାହ କରି ଯେଉଁମାନଙ୍କୁ ସଂସାରକୁ ଆଣିଲି, ସେଇମାନେ ଏବେ କହୁଛନ୍ତି ଏ ଘରର ବିକ୍ରି କରିବା ପାଇଁ। ପିଲାମାନଙ୍କର ଘୋର ବିରୋଧ କଲେ ସୁରଞ୍ଜନ। ବିରକ୍ତ ହୋଇ ଉଠିଲେ ପିଲାମାନେ। ସୁରଞ୍ଜନଙ୍କ ପୁରୁଣା କାଳିଆ ଚିନ୍ତାଧାରାରେ ତାହେଲେ ଠିକ୍ ଅଛି। ଆମ ପାଖରେ ଯେତିକି ଟଙ୍କା ଅଛି ଆମେ ସେତିକି ଦେଇ ଦେଉଛୁ, ବାକି କଥା ତୁମେ ବୁଝ। କେଉଁଠୁ ଟଙ୍କା ଯୋଗାଡ଼ କରିବ ସେ କଥା ତୁମେ ଜାଣିଥିବ। ପଛରେ ଆମକୁ ଆଉ ଦୋଷ ଦେବନି। ମଣିଷ ପଛେ ମରିବାକୁ ବସିଲାଣି, ତୁମର ଘର ମୋହ ଛାଡ଼ୁନି। କର୍ପୂର ତ ଉଡ଼ିଗଲାଣି, କୋଉ କାଳରୁ ଖାଲି ଯାହା କନା ଖଣ୍ଡେ ପଡ଼ିଛି। ସେ କନା ଖଣ୍ଡକୁ ଜାବୁଡ଼ି ଧରି ବସିଥାଅ ଏଠି ଭିଟାମାଟି ଉପରେ। ଏଇ ଭିଟାମାଟି ଉପରେ ଆମେ ସବୁ ଚାଲି ଯାଉଛୁ କାଲି ସକାଳେ। ଅଜ୍ଞାତ ବାଧ୍ୟ ହୋଇ ସୁରଞ୍ଜନ ରାଜି ହେଲେ ନିଜର ଅନିଚ୍ଛା ସତ୍ତ୍ୱେ। ଡାକ୍ତରଖାନାରେ ଚାରୁଲତାଙ୍କୁ ଆଡ଼ମିଟ୍ କରିସାରି ବାହାରେ ଠିଆ ହୋଇଛନ୍ତି ସୁରଞ୍ଜନ। ଦୂରରେ ଥାଇ ଦେଖୁଛନ୍ତି ଅନୁପମା ସବୁଦିନ ପରି। ହଠାତ୍ ନଜର ପଡ଼ିଗଲା ସୁରଞ୍ଜନଙ୍କର ଅନୁପମାଙ୍କ ଉପରେ। ଚମକି ପଡ଼ି ମୁହଁ ବୁଲେଇ ନେଲେ ଅନୁପମା। ଆଶ୍ଚର୍ଯ୍ୟ ହୋଇଗଲେ ସୁରଞ୍ଜନ। ଅନୁପମା? ଏ କ'ଣ ଅନୁପମା? ନା, ତାଙ୍କର ଆଖି ଠିକ୍ ଦେଖିଛି, ଏ ହିଁ ହେଉଛି ଅନୁପମା। ବୟସାଧିକ ଯୋଗୁଁ ଚେହେରାଟାର ପରିବର୍ତ୍ତନ ଆସିଛି ନିଶ୍ଚୟ, କିନ୍ତୁ ସେଇ ଆଖି, ସେଇ ମୁହଁ, ସେଇ ନିରୀହ ଚାହାଣୀ। ମନେ ମନେ କେତେ ନ ଖୋଜୁଛନ୍ତି ସେ ଅନୁପମାକୁ। ଆଉ ଆଜି ଏଠି
ଧୀରେ ଧୀରେ ପାଖକୁ ଗଲେ ସୁରଞ୍ଜନ। ପାଖରେ ଠିଆ ହୋଇ ଧୀରେ ଧୀରେ ସୁରରେ ଡାକିଲେ ଅନୁପମା। ବୁଲି ଚାହିଁଲେ ଅନୁପମା ସୁରଞ୍ଜନକୁ। ଦୀର୍ଘ 20 ବର୍ଷ ପରେ ହେଲା ଚାରୁଚକ୍ଷୁର ମିଳନ। କାହାରି ମୁହଁରେ ଭାଷା ନାହିଁ, ଖାଲି ବହି ଯାଉଛି ଧାର ଧାର ଆଶ୍ର ବଦନର ବାଧାବନ୍ଧ ନ ମାନି ଶେଫାଳି ବିଷୟରେ ସବୁ ଶୁଣିଲେ ସୁରଞ୍ଜନ। ଖୁସିରେ ଗଦଗଦ ହୋଇ ଉଠିଲେ ଶେଫାଳି ତାଙ୍କ ଝିଅ ବୋଲି ଜାଣିଲା ପରେ। ଲଜ୍ଜିତ ହୋଇ ହାତ ଧରି କ୍ଷମା ମାଗିଲେ ଅନୁପମାକୁ ନିଜର କୃତକର୍ମ ପାଇଁ। ଅନୁପମାଙ୍କ ଆଗରେ ଅପରେସନ ଆଉ ଘର ବିକ୍ରି ସବୁ କଥା କହିଲେ ସୁରଞ୍ଜନ। କହିଲେ, ବୁଝିଲ ଅନୁପମା, ଭଗବାନ ମୋତେ ଠିକ୍ ଦଣ୍ଡ ଦେଇଛନ୍ତି, ଆହୁରି ବି ଦେବେ। ଯେଉଁ ଭିଟାମାଟିକୁ ବଞ୍ଚେଇବା ପାଇଁ ତୁମକୁ ମୁଁ ହତଦର କରିଥିଲି, ତାକୁ କିନ୍ତୁ ମୁଁ ସାଇତି ରଖିପାରିଲିନି। କିଛି ଦିନ ଭିତରେ ବିକ୍ରି ହୋଇଯିବ ସେଇ ଘରଟା। ତୁମକୁ ରାସ୍ତା ଉପରେ ଠିଆ କରିଥିଲି, ଆଜି ମୋତେ ଭଗବାନ ରାସ୍ତା ଉପରେ ଠିଆ କରିଦେଲେ। ଭଲରେ ଅପରେସନ ସରିଗଲା। ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ଚାରୁଲତା ଆଉ ସୁରଞ୍ଜନକୁ ଘରକୁ ଡାକିନେଲେ ଅନୁପମା। ନିଜ ହାତରେ ରାନ୍ଧି ଖୁଆଇଲେ ବହୁ ଦିନ ପରେ। ଖାଇସାରି ଯିବାକୁ ବାହାରିଲେ ସୁରଞ୍ଜନ। ଗଲାବେଳକୁ ପାଦ ଛୁଇଁ ପ୍ରଣାମ କଲା ଶେଫାଳି। ପଚାରିଲେ, ବାପା ଏବେ କୁଆଡ଼େ ଯିବ? ସୁରଞ୍ଜନ କହିଲେ, ଆଉ କୁଆଡ଼େ ଯିବିରେ ମା, ତୋ ସାନ ମା'ର ଅପରେସନ ପାଇଁ ଘରଟା ବିକ୍ରି କରିଦେଲି। ଏବେ ଯାଉଛି ପୁଅମାନଙ୍କ ପାଖକୁ, ଆଉ ଗାଁରେ କେଉଁଠି ରହିବି ମୁଁ। ଶେଫାଳି ଆଣି ଧରେଇଦେଲା ଲଫାପାଟିଏ ସୁରଞ୍ଜନଙ୍କ ହାତରେ। କହିଲା, ବାପା ଏଇ ନିଅ ତୁମ ଘରର କାଗଜପତ୍ର। ଘର ବିକ୍ରି ବିଷୟରେ ମା ସବୁ କହିଛି ମୋ ଆଗରେ। ସେ ଘର ସେତେବେଳେ ବି ତୁମର ଥିଲା, ଆଉ ଏବେ ବି ତୁମର ଅଛି। ଆଉ କାହାକୁ ବିକ୍ରି ହେବା ଆଗରୁ ସେ ଘରକୁ ମୁଁ କିଣିଦେଇଛି ବାପା। ଏଇ ନିଅ ତୁମର ଘରର କାଗଜପତ୍ର। ସାଙ୍ଗମାନେ, ଯେ ଗୋଟେ ଝିଅଟିଏ ବୋଲି ମାନେ ତାଙ୍କ ଶାଶୁ ତାଙ୍କେ ଦେଇ ପଠାଇ ଦେଇଥିଲେ, ଯାହାଫଳରେ ଅନୁପମାଙ୍କ ଶାଶୁ ପଠାଇ ଦେଇଥିଲେ ଯେ ଝିଅଟିଏ ଜନ୍ମ କଲେ ପୁଅଟିଏ ନହେଲେ ବୋଲି, କିନ୍ତୁ ସେଇ ଝିଅଟି ହିଁ ଘର ସବୁ କାଗଜପତ୍ର ନିଜ ବାପାକୁ ଦେଲା। ଆଡ଼ୁ ବଡ଼ ଖୁସିର କିଛି ନାହିଁ। ପୁଅମାନେ ବି ଯାହା କରିପାରିଲେନି, ଗୋଟେ ଝିଅ ତାହା କରି ଦେଖାଇଲା। ଏଇ ଥିଲା କାହାଣୀ। କାହାଣୀଟି ଯଦି ଆପଣଙ୍କୁ ଭଲ ଲାଗେ ତ ପ୍ଲିଜ୍ ଚ୍ୟାନେଲକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହିଲି, ନମସ୍କାର।